ଆପଣ ଠିଆ ହୁଅନ୍ତୁ। ଯେତେ ପ୍ରଭୁ ଆପଣଙ୍କୁ ବିଶ୍ୱାସରେ ବଢ଼ାଇବା ପାଇଁ ଚାହୁଁଛନ୍ତି ଆହୁରି ବଢ଼ିବା ପାଇଁ ଆପଣ ଚାହାନ୍ତୁ, କାରଣ ଯେତେ ଆପଣ ନିଜକୁ ଡେଡିକେଟ୍ କରିବେ, ଯେତେ ନିଜ ଜୀବନକୁ ଆପଣ ପ୍ରଭୁଙ୍କ ଠାରେ ସମର୍ପିତ କରିଦେବେ, ଦେଖିବେ ଆପଣଙ୍କର ଜୀବନକୁ ସେ ବହୁତ ବହୁତ ଷ୍ଟ୍ରଙ୍ଗ କରିଦେବେ। କାରଣ ପ୍ରଭୁଙ୍କ ଠାରେ ଆମର ଜୀବନକୁ ଆମେ ସମର୍ପିତ କରିବା ଦ୍ୱାରା ସେ ଆମର ମନୋବାଞ୍ଛାକୁ ପୁରା କରିବେ ଏହା ନାହିଁ, ବରଂ ଯେଉଁମାନେ ତାଙ୍କ ଠାରେ ଆପଣର ଜୀବନକୁ ସମର୍ପିତ କରିଅଛନ୍ତି ସେମାନଙ୍କୁ ତାଙ୍କର ମହାନ ଯୋଜନାକୁ ପୁରା ନ କରିବା ପର୍ଯ୍ୟନ୍ତ ସେ ଛାଡ଼ିବେ ନାହିଁ କିମ୍ବା ପରିତ୍ୟାଗ କରିବେ ନାହିଁ। ପ୍ରଭୁ କେବେ ବି ଆପଣଙ୍କୁ ଛାଡ଼ିବେ ନାହିଁ କି କେବେ ବି ଆପଣଙ୍କୁ ସେ ପରିତ୍ୟାଗ କରିବେ ହିଁ ନାହିଁ। ଯଦି ଆପଣ ନିଜେ ସବୁବେଳେ ଚାହୁଁଛନ୍ତି ପ୍ରଭୁ ମୁଁ ତୁମଠାରେ ରହିବା ପାଇଁ ଚାହୁଁଛି, ଯଦି ମୁଁ ତୁମଠାରେ ରହିବା ପାଇଁ ଚାହୁଁଛି, ଯଦି ଏହା ମୁଖରେ ଆପଣ ସ୍ୱୀକାର କରୁଛନ୍ତି, ତାହେଲେ ନିହାତି ସେ ଆପଣଙ୍କୁ ଆପଣଙ୍କର ସହିତ ରହିବେ, ସେ ଆପଣଙ୍କୁ ଛାଡ଼ିବେ ନାହିଁ। କାରଣ ବାଇବଲ କୁହାଗଲା ଆମକୁ ଖୁସିରେ ଥାଇକି ଯୀଶୁଙ୍କୁ ବିଶ୍ୱାସ କରିବାର ଅନୁଗ୍ରହ ଦିଆଯାଇଛି। ଆମକୁ ଦୁଃଖରେ ଥାଇକରି ଯୀଶୁଙ୍କୁ ବିଶ୍ୱାସ କରିବାର ଜୀବନ ଦିଆଗଲା ନାହିଁ। ଆମକୁ ଖୁସିରେ ଥାଇକରି ବିଶ୍ୱାସ କରିବାର ଅନୁଗ୍ରହ ଆମକୁ ମିଳିଛି। ଅନୁଗ୍ରହ ବିନା ଖୁସି କ'ଣ ଆଜି ଆମେ ଜାଣିନଥାନ୍ତୁ? ଅନୁଗ୍ରହ ବିନା ଆମେ କେବେ ବି ଜୀବନରେ ପ୍ରବେଶ କରିନଥାନ୍ତୁ। ଯୀଶୁଙ୍କର ଅନୁଗ୍ରହ ଆମକୁ ପରିତ୍ରାଣମୟ ଜୀବନରେ ପ୍ରବେଶ କରିବା ପାଇଁ ସାହାଯ୍ୟ କଲା। ଆଉ ଯଦି ଆପଣ ସେଭ୍ ହେଇଛନ୍ତି, ଯଦି ଆପଣଙ୍କର ଜୀବନରେ ଆପଣ ପରିତ୍ରାଣ ପାଇଅଛନ୍ତି, ତ ଜୀବନରେ ଆପଣ ସବୁବେଳେ ଚେଷ୍ଟା କରନ୍ତୁ ତାଙ୍କ ସହିତ ମିଶିକି ଦୁଃଖ ଉଠାଇବା ପାଇଁ। ଯିଏ ତାଙ୍କ ସହିତ ମିଶିକି ଯୀଶୁଙ୍କ ସକାଶୁ ଯେଉଁମାନେ ଦୁଃଖ ଉଠାଇନ୍ତି ସେ ବ୍ୟକ୍ତିମାନଙ୍କୁ ସେ ବହୁତ ମହାନ କରିବେ। ଆମେ ଯେତେ ତାଙ୍କର ସକାଶେ ଦୁଃଖକୁ ଉଠାଇବା, ସେ କାରଣ ସକାଶୁ ଆମ ରାସ୍ତାକୁ ଆମେ ଖୋଲା କରୁଛୁ। ଆପଣଙ୍କ ରାସ୍ତା ଖୋଲା ହେଇଯାଉଛି। ଯେଉଁ ରାସ୍ତା ଡେଭିଲ ବ୍ଲକ୍ କରିଥିଲା, ଯେଉଁ ରାସ୍ତା ଆପଣଙ୍କର ଲାଇଫରେ ପୁରା ବ୍ଲକ୍ କରି ରଖିଥିଲା ଦୁଷ୍ଟାତ୍ମା, ସେ ସବୁ ରାସ୍ତା ଖୋଲା ହେଇଯାଏ ଯେବେ ଆପଣ